ଆଜ୍ଞା ଜଗନ୍ନାଥ ସୁନା ଥାଳିରେ ଆଗୁଆ ଖାଉଥିଲେ ଆମ ଜେଜେବାବା ତାଙ୍କ ବାବା ଆଗରୁ ଖାଉଥିଲେ ଭବିଷ୍ୟ କାଳରେ ଆସ୍ତେ ଆସ୍ତେ ଧୀରେ ଧୀରେ ବନ୍ଦ ହେଇଗଲା କାରଣ ରିକ୍ସ ଉପରେ ସରକାର ସ୍ତରରେ କେହି ଦାୟିତ୍ୱ ନେଲେନି ଆଜ୍ଞା ଯଦି ଦାୟିତ୍ୱ ନେଇଥାନ୍ତେ ତାହେଲେ ବୋଧହୁଏ ଆଜି ପର୍ଯ୍ୟନ୍ତ ବି ସୁନା ଥାଳିରେ ଦିଅଁ ଖାଇଥାନ୍ତେ ଆଉ ଜଣେ ବି ଆମର ଜଣେ ସେବାୟତ ବି ଜଣେ ରୂପା ଥାଳି ଦାନ କରିଥିଲେ କଣ୍ଡୁନା ସିଏ ବି ଆମେ ବି ବହୁ କଥା ଚେଷ୍ଟା କରୁଥିଲୁ ଯେ ଆମେ ବି ସୁନା ଥାଳି ବି ଡୋନେସନ ଆକାରରେ ଆଣିବୁ ଲୋକ ସବୁ ନିଯୋଗ ଦେବେ ବୋଲି କଥାବାର୍ତ୍ତା ହେଇଥିଲେ କିଛି ପବ୍ଲିକ ବି ଆଜ୍ଞା କହିଥିଲେ ଯେ ଆମେ କିଛି କିଛି ହସ୍ତରେ ଆମେ ଦାନ କରିବୁ ସୁନା ଥାଳି ହେଇକିରି ଦିଅଙ୍କ ପାଖରେ ଲାଗିବ ଏ ଧୀରେ ଧୀରେ ବନ୍ଦ ହେଇଯାଇଛି ଆଉ ପ୍ରଭୁଙ୍କ ଦୟା ହେଲେ ଯେମିତି ସେଇଟା ଆଜ୍ଞା 3 ଧୂପରେ ତ ଲାଗେ ସକାଳ ଧୂପ 2 ଧୂପ ସନ୍ଧ୍ୟା ଧୂପ ସେଇ 3 ଧୂପରେ ସେଇଟା ହେଲେ ଭୋଗଟା ଲାଗେ ଆଉ ବିଶେଷ କରି ପୂଜା ସମୟରେ 16 ପୂଜା ସମୟରେ ଯେତେବେଳେ ବିମଳା ମା ପୂଜା ବସନ୍ତି ସେତେବେଳେ ସେ ଭୋଗଟା ଯାଇକି ସେଇ ଥାଳିରେ ହିଁ ଯାଉଥିଲା ମାଙ୍କ ପାଖରେ ସମର୍ପଣ ହଉଥିଲା ସେଇ ଜିନିଷଟା ଆଜ୍ଞା ଧୀରେ ଧୀରେ ବନ୍ଦ ହେଇଯାଇଛି ଏବେ କଣ ସେ ପିତ୍ତଳ ଥାଳିରେ ଯାଉଛି ଆଜ୍ଞା ଆଜ୍ଞା ପିତ୍ତଳ ଥାଳିରେ ଯାଉଛି ପିତ୍ତଳ ଥାଳିରେ ଯାଉଛି ସୁନା ଥାଳିରେ କୁହାଯାଏ ମହାପ୍ରଭୁ ସୁନା ଠାକୁର ସୁନା ଥାଳିରେ ଖାଆନ୍ତି ସୁନା ଥାଳି ଆଉ ସେ ନାହିଁ ଏଇନେ କଣ ଧୀରେ ଧୀରେ କାଳକ୍ରମେ ଆସ୍ତେ ଆସ୍ତେ ବନ୍ଦ ହେଇଯାଇଛି କାରଣ ଯଦି ସରକାର ହେଲା ଦାୟିତ୍ୱରେ ଯଦି ରହିବେ ଦାୟିତ୍ୱ ସେଇଟାକୁ ନେଇଯିବେ ତାହେଲେ ଧୀରେ ଧୀରେ ହବ କାରଣ ସେଇଟା ଭୋଗ ଲାଗିବ ଭୋଗ ପରେ ଆସିବ ବୋଲେ ଆନନ୍ଦ ବଜାରରେ ଖେଚେଡ଼ିଟା ବିତରଣ ହେଇସାରିଲା ପରେ ପୁଣି ଥରେ ଯିବ ସେଇ ଦାୟିତ୍ୱଟା ଯଦି ସେଇଟା ଗୋଟେ ସ୍ତର ଆକାରରେ ହବ ସେଇଟା ଭୋଗ ସରିଯିବ ସେଇଟା ଆସିବ ପୁଣି ଥରେ ଅନ୍ୟ ଥାଳି ଦିହରେ ସେଇଟା ଭୋଗରେ ହବ ତାହେଲେ ହେଇଯାଇପାରିବ ବୋଲି ଆମର ଆଶା ନିଶ୍ଚିତ ଯଦି ପ୍ରଭୁଙ୍କ ଦୟାରୁ ହବ ସମସ୍ତେ ଓଡ଼ିଶାବାସୀ କହିବେ ତାହେଲେ ନିଶ୍ଚିତ ଆଜ୍ଞା ସୁନା ଥାଳିରେ ପ୍ରଭୁ ଭୋଗ ଖାଇଲା ଆମକୁ ବହୁତ ଖୁସି ଲାଗନ୍ତା ଆଉ ଗୋଟେ ଜିନିଷ ଯୋଉ ଇଟା ତକ ଆଜ୍ଞା ଭାଇଲା ଏମାର ମଠରୁ ସବୁ ଭଣ୍ଡାରର ତ ଗଣତି ହେଲା ସବୁ ହେଲା ସିଏ ତ ସବୁ ପ୍ରଭୁଙ୍କର ସେଟା ପ୍ରଭୁଙ୍କ ପାଖରେ ଆଇଲେ ଆମେ ବହୁତ ଖୁସି ହବୁ ଓଡ଼ିଶାବାସୀ ବି ଯଦି କହିବେ ତାହେଲେ ସରକାର ରାଜି ହେଇକିରି ଆଣିକିରି ଯଦି ଭଣ୍ଡାର ରଖିଦେବେ ଆହୁରି ଭଲ ହୁଅନ୍ତା ଆଉ ବହୁତ ସୁରକ୍ଷିତରେ ବି ରହନ୍ତା।